ତାକୁ ଧନ୍ୟବାଦ ଦେବାର ଅଛି। ଯାହା ହଉ ସେ ଲୋକଲୋଚନ ଜିନିଷଟା ଆଣିଲେ ଅନ୍ଧାର ଗଣେଶ ଆଣିବା ଦ୍ୱାରା ହିଁ ଆପଣ ଆସିଲେ, ଚ୍ୟାନେଲ ସମସ୍ତେ ଆସିଲେ, ତ ତାକୁ ମଧ୍ୟ ଧନ୍ୟବାଦ ଦଉଛୁ। ସେ ଆହୁରି ମଧ୍ୟ ଆଗକୁ ଆସନ୍ତୁ, ଆଗେଇ ଆସନ୍ତୁ, ଆର ଉନ୍ନତିକରଣ ପାଇଁ ଚେଷ୍ଟା କରନ୍ତୁ। ବିଜୟ କୁମାର ରଗଡ଼, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ। ଦେଖନ୍ତୁ এইটি মু চালিয়ার মতো আজ 10-15 ବର୍ଷ ହେଲା ମୁଁ ଚାଲିଛି, ଦୀର୍ଘ ଦିନ ଚାଲିଛି। ଆମର ଯୋଉ ବାରବାଟୀ ଦୁର୍ଗ ଅଛି, ଏଇ ଓଡ଼ିଶାର ଐତିହ୍ୟକୁ ବହନ କରିଛି ବାରବାଟୀ ଦୁର୍ଗ। ବାରବାଟୀ ଦୁର୍ଗ ଆଜି ଜୀର୍ଣ୍ଣ ଶୀର୍ଣ୍ଣ ଭଗ୍ନ ଅବସ୍ଥାରେ। କୌଣସି ସରକାର ସମୟରେ ଆ ପ୍ରତି ନଜର ପଡ଼ିନାହିଁ। ଯାହା ନଜର ପଡ଼ିଛି ସେମାନେ ଅନ୍ୟାନ୍ୟ ବରଂ କରୁଛନ୍ତି ଇଏରେ, କିନ୍ତୁ କଟକ ସହର ଯୋଉ 1000 ବର୍ଷର ସହର, ତା ମଧ୍ୟରେ ବାରବାଟୀ ଦୁର୍ଗ ଯୋଉ ଐତିହ୍ୟ ସମ୍ପନ୍ନ ବାରବାଟୀ ଦୁର୍ଗ, ଯୋଉଠାରେ ଆମର ଓଡ଼ିଶାକୁ ସୁରକ୍ଷା ଦିଆଯାଉଥିଲା। ଏଇ ଜାଗାରେ ରାଜା ମାନେ ରହୁଥିଲେ, ସୈନ୍ୟମାନେ ମଧ୍ୟ ରହୁଥିଲେ, ୟାକୁ ସୁରକ୍ଷା ଦିଆଯାଉଥିଲା। ସେ ଜାଗାରେ ଆଜି ଆପଣ ଆସିବେ ରାତିରେ, ତା ଶ୍ରୀହୀନ ହେଇଯାଇଛି ବାରବାଟୀ ଦୁର୍ଗ। ବାରବାଟୀ ଦୁର୍ଗର ଯୋଉ ଏଣ୍ଟ୍ରାନ୍ସ ଗେଟ୍ ରହିଛି, ତାର ମଧ୍ୟ କେହି ଚିନ୍ତା କରୁନାହାନ୍ତି ଉନ୍ନତି କরা। ସେ ହେଉଛି ଓଡ଼ିଶାର ମାନଚିତ୍ର। ବାରବାଟୀ ଦୁର୍ଗର ଏଣ୍ଟ୍ରାନ୍ସ ଯୋଉଟା ରହିଛି ତାର ଭାଙ୍ଗି ଯାଇଛି। ତାପରେ ଦେଖନ୍ତୁ ଗଛ ଚଢିଗଲେ, ତାର ଲାଇଟ୍ ସୁବିଧା ନାହିଁ। କେତେବେଳେ କରୁଛନ୍ତି, ଯେତେବେଳେ ଓଡ଼ିଶାର କୌଣସି ଓଡ଼ିଶା ଦିବସ ହଉଛି କି ଅଗଷ୍ଟ 15 ହଉଛି କି ବାଲିଯାତ୍ରା, ସେତେବେଳେ ଲାଇଟ୍ ଲଗେଇ ଦଉଛନ୍ତି ଲୋକଙ୍କ ମନକୁ ଜିଣିବା ପାଇଁ। କିନ୍ତୁ କେହି କାହାର ଚିନ୍ତା ନାହିଁ ଓଡ଼ିଶାର ଉନ୍ନତି କରେ। ବାରବାଟୀ ଦୁର୍ଗ କହିଲେ ଓଡ଼ିଶା ଶାସନର ଭାର ନେଇଥିଲା। ଯୋଉ ଓଡ଼ିଶା ଆଜି ଦେଖୁଛେ ଆମେ, ଯୋଉ ଓଡ଼ିଶା ବିଖଣ୍ଡିତ ଓଡ଼ିଶା ଥିଲା, ଯୋଉ ସମଗ୍ର ଗୋଟେ ଆମେ ସ୍ୱତନ୍ତ୍ର ଓଡ଼ିଶା 36 ପାଇଲେ କେବଳ ବାରବାଟୀ ଦୁର୍ଗ ପାଇଁ। ଏଇଠି ରାଜା ରହୁଥିଲେ। ଆପଣ କଥା ଶୁଣିଥିବେ, ଯେତେବେଳେ ମହାନଦୀର କଳାପାହାଡ଼ ଆସିଥିଲା, ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ବାରି, ମହାନଦୀ ପାଣି ସୁବର୍ଣ୍ଣ ଥାଳିରେ ହୀରା ପରିସିଲେ ମୁକୁନ୍ଦ ରାଣୀ। ରାଜା ମୁକୁନ୍ଦ ଦେବଙ୍କ ମଧ୍ୟ ଏଇଠି ରହିଥିଲେ, ରାଜବାଟୀ ହେଇଥିଲା। ଦେଖନ୍ତୁ ଦୁର୍ଗ କରାହେଇଥିଲା କାହିଁ ଗଡ଼ଖାଇ କରାହେଇଥିଲା, ଶତ୍ରୁମାନେ ପ୍ରବେଶ ନ କରିବା ପାଇଁ ଗଡ଼ଖାଇ କରାହେଇଥିଲା। ଦୁର୍ଗ ଗୋଟିଏ ବାଟ ଥିଲା। ତେଣୁ ଏଇ ଯୋଉ ଆଜି ଆସିବେ ପାଣିରେ ପଡ଼ିବେ, ଶତ୍ରୁପକ୍ଷ ମାନେ ପାଣିରେ ପଡ଼ିବେ, ଦୁର୍ଗ ମଧ୍ୟ ପ୍ରବେଶ କରିପାରିବେନି। ଆଉ ଓଡ଼ିଶାର ସମସ୍ତ ଜିନିଷ ସେଇଠି ରହିଥିଲା, ତାକୁ ମଧ୍ୟ ଆଜି କେହି କାହା ପ୍ରତି କାହାର ମଧ୍ୟ ଆସୁନି ଯେ ବାରବାଟୀ ଦୁର୍ଗର କେମିତି ରକ୍ଷଣାବେକ୍ଷଣ କରାଯିବ। ସରକାର ଆସୁଛି, ସରକାର ଯାଉଛି, ଅନେକ ସରକାର ଆସିଲେ ଗଲାଣି, କିନ୍ତୁ ସମସ୍ତ ବୈମତିକ ମଧ୍ୟ ବାରବାଟୀ ଦୁର୍ଗ ପ୍ରତି ଆଉ ଏଇ ପଡ଼ିଆ ପ୍ରତି ମଧ୍ୟ। ତେଣୁ ଦେଖନ୍ତୁ ଆମର ଗୋଟେ ମହାନଦୀ ୱାକିଂ ଆଣ୍ଡ ଲାଫିଂ କ୍ଲବ ଅଛି। ତା ମାଧ୍ୟମରେ ଆମେ ମାନବିକ ସୁରକ୍ଷା ଅଧିକାରୀ ଓଡ଼ିଶା ରାଜ୍ୟ ମାନବିକ ସୁରକ୍ଷା କମିଶନ ପାଖରେ ଆମେ ଗୋଟେ କେସ୍ କରିଥିଲୁ। ଆମ ଡକ୍ଟର ନିରଞ୍ଜନ ତ୍ରିପାଠୀ, ମୁଁ, ଶରଦ ସାହୁ, ଏମିତି ସମସ୍ତେ ଆମ କରିଥିଲୁ। ସେଥିରେ କରାହେଲା, ଗୋଟେ ଅର୍ଡର ଦେଲେ, ସ୍ପେସିଫିକ ଅର୍ଡର ଦେଲେ ମାନ୍ୟବର ଆମର ହ୍ୟୁମାନ ରାଇଟ୍ସ କମିଶନ, ଯେ ଆପଣ ମାନେ ତୁରନ୍ତ ଏଏସ୍ଆଇ ଯିଏ ଅଛି, ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ, ମ୍ୟୁନିସିପାଲିଟି 2 ଜଣଙ୍କୁ ଡାଇରେକ୍ସନ ଦେଲେ, ତମେ ମିଶିକରି କେମିତି ଏହାର ଆଲୋକୀକରଣ କରାଯିବ। ସ୍ପେସିଫିକ ଅର୍ଡର ହେଇଛି, ଆଲୋକୀକରଣ କରାଯିବ, ଏ ଟ୍ରାକ୍ ପାଇଁ ସଜାଡାଯିବ, ଟଏଲେଟ କରାଯିବ, ପିଲାମାନେ ଖେଳୁଛନ୍ତି ତାଙ୍କ ପାଇଁ କରାଯିବ, ଗୋଟେ ଓପନ ଜିମ୍ କରାଯିବ, ପାଣିର ସୁବିଧା କରାଯିବ। କୌଣସି ପ୍ରକାର ଅର୍ଡର ଥାଇକି ମଧ୍ୟ ନା ମ୍ୟୁନିସିପାଲିଟି ନା ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସେମାନେ ରାଜି ହେଇକି ଆସିଲେ। ତାଙ୍କର ଅଫିସର ମାନେ ଯାଇଥିଲେ, ରାଜି ହେଇକି ଆସିଲେ ହ୍ୟୁମାନ ରାଇଟ୍ସ ମଧ୍ୟ, ଆମେ ହଁ ବାରବାଟୀ ଦୁର୍ଗକୁ ଆଉ ଏଇ ଟ୍ରାକ୍ ତିଆରି କରାଯିବ, ସବୁ କରିବୁ। ଯେ ଅର୍ଡର ଥାଇକି ମାନିକି ଆସି ସେମାନେ ମାନୁନାହାନ୍ତି। ତେଣୁ ଏ କଥା କିଏ ଚିନ୍ତା କରିବ, କାହାର ଚିନ୍ତା? ଏ କଟକ ସହରବାସୀ ମାନଙ୍କ ଚିନ୍ତା। ବାରବାଟୀ ଦୁର୍ଗର ଯୋଉ ଉନ୍ନତି କରାଯିବ, ସମଗ୍ର ରାଜ୍ୟର ମୁକଶାଳା କହିଲେ ଚଳେ। ଆମ ଓଡ଼ିଶାର ରାଜ୍ୟର ମୁକଶାଳା କହିଲେ ବାରବାଟୀ ଦୁର୍ଗ ବୁଝେଇବ। ଦେଖନ୍ତୁ ରାତିରେ ଆପଣ ଆସିବେ, ଜୀର୍ଣ୍ଣାଶୀର୍ଣ୍ଣ ଅବସ୍ଥାରେ ପଡିଛି, ଦୁଃଖ ଲାଗିବ ଆଜ୍ଞା। ଏଇ ବାରବାଟୀ ଏଇ କଟକ ସହରରେ ଜଣେ ଲୋକ ଥିଲେ, ଯାହା ନା ବାଇମୁଣ୍ଡି, ଆପଣ ଜାଣିଥିବେ। ରାଜା ମର୍କତ କେଶରୀ ସେ କହିଥିଲେ, ବାଇଆ ଭିତରେ ଗଣା ମୁଁ କଟକେ, ବାଇମୁଣ୍ଡି ମୋର ନାମ, ନାହିଁ ମୋର ଏତେ ପଦେ ହେଲେ ସାରା ଓଡ଼ିଶା ମୋ ଧାମ। ସେଇ ବାଇମୁଣ୍ଡି କଥାରେ ଆପଣ ଦେଖ ମାର୍ଗ, ଆଜି ବାଇମୁଣ୍ଡି ମାର୍ଗ ଦେଖିବେ, ସେ କଟକ ପ୍ରତି ଚିନ୍ତା କରୁଥିଲା। କିନ୍ତୁ କଟକ ସହରବାସୀ ଯଦି ଏକତ୍ରିତ ହେବେ, ରାଜନୀତି ସମସ୍ତ ଭେଦଭାବ ଛାଡ଼ିକିରି ଜାତି ବର୍ଣ୍ଣ ନିର୍ବିଶେଷ ସମସ୍ତେ ଏକାଠି ହେବେ, ଯଦି ବାରବାଟୀ ପାଇଁ ଗୋଟେ ସ୍ୱର ଉତ୍ତୋଳନ କରାଯାଏ, ବାରବାଟୀ ଦୁର୍ଗ ପାଇଁ ଏବଂ ପଡ଼ିଆ ପାଇଁ, ଏ ସତ୍ୟବ୍ରତ ଷ୍ଟାଡିୟମ ପାଇଁ, ଆପଣ ଇଣ୍ଡୋର ଷ୍ଟାଡିୟମ ଏଠି ଅଛି, ଦେଖନ୍ତୁ ତାହାର କିଛି ରକ୍ଷଣାବେକ୍ଷଣ କାହାର ଦୃଷ୍ଟି ନଜର ଆସୁନି। ଆପଣ ଚ୍ୟାନେଲ ମାଧ୍ୟମରେ କହୁଛି, ତୁରନ୍ତ ଯଦି ସରକାରଙ୍କର ଏଇଟା ଚେତା ପସନ୍ଦ, ଏ ନୂତନ ସରକାର ଆସିଛନ୍ତି, ବିଗତ ସରକାର ଯାଇଛନ୍ତି, ଯଦି ସରକାର ଚାହିଁବେ, ବର୍ତ୍ତମାନ ଚାହିଁଲେ ଏଏସ୍ଆଇ ଡବଲ ଇଞ୍ଜିନ ସରକାର ଯୋଉ କହନ୍ତି, ସେଣ୍ଟରରେ କେନ୍ଦ୍ରରେ ମଧ୍ୟ ବିଜେପି ଅଛି, ସେ ଷ୍ଟେଟରେ ବିଜେପି ଅଛି। ତେଣୁ ଉପଯୁକ୍ତ ସମୟ। ଆଉ ମେୟର ଯେତେବେଳେ ରାଜ୍ୟସଭାରେ ଥିଲେ, ସେ ବାରବାଟୀ ଦୁର୍ଗ ପାଇଁ ବହୁତ କଥା କହୁଥିଲେ ରାଜ୍ୟସଭାରେ ଥିଲାବେଳେ, ଏବେ ବର୍ତ୍ତମାନ ସେ ମେୟର। ତେଣୁ ସେ ଚାହିଁଲେ ମଧ୍ୟ ହେଇପାରିବ। ତେଣୁ ଏଇଠି କଟକ ସହରବାସୀ ଏକତ୍ରିତ ହେଇକି ଗୋଟିଏ ସ୍ୱରରେ କହିବେ ଯେ ବାରବାଟୀ ଦୁର୍ଗ ଏବଂ ସତ୍ୟବ୍ରତ ଷ୍ଟାଡିୟମ यार उन्नतिकरण दरकार। ये देखो पानी सुंदर पानी था कोटी कोटी खर्च कर वाटर टैंक बस केमिकल पानी देके सफा करते दल पुणी दल आगे होगले कोटी कोटी क्या टाँग से जनसाधारण टाँग से टाँग खर्च होता कि आज देखो पुणी जमी जल सेमती दल सड़ुची पचास षाठी गंध हो लोक लक्ष लक्ष हजार हजार वृद्ध मैंने स्पोर्ट्स पिला मैंने विभिन्न वर्ग लोक मैंने चलुँच कटक सहर कहले कोविड समय आगे ये जगह चलुते ये ट्राक कटक कौट मिलनी सारा विश्व भी एटा ये जगह लोक मैंने चलुँच प्रतिदिन सकाल सन्ध्या दी टाइम किसी सुविधा ना ना सरकार से जो कहते अंधार भितर बारवाटी दुर्ग यहाँ रहा दरकार बारवाटी दुर्ग अंधार आलोकीकरण करने निहाती दरकार समस्त पदक सरकार सरकार सहित जनसाधारण समस्त एकत्रित हेले यार उन्नतिकरण हो पार आलोकरण कर
समाजसेवी जो कहते कौन अंधारीकरण कर असामाजिक युवक मान असामयिक व्यक्ति मान ये आधास्थल पलटि जाऊँगी अध्यक्ष हाइकोर्ट डायरेक्शन देते पुलिस जगुले किसी जगिले सी अर्डर मान सी भी किसी उन्नतीकरण कर तेणु आम चाहूँ समाजसेवी हूँ सब प्रकार ये जो शादी कमिटी साई कमिटी समस्त आसतु बारवाटी समस्त ओडार ऐतिह्य बहन कर इतिहास बहन कर बारवाटी दुर्ग है तेणु बारवाटी दुर्ग आज भग्न अवस्था पड़ी या भग्न दुख लगुच बारवाटी दुर्ग देखिले तेणु बारवाटी समग्र ये एरियाटा समग्र आलोकीकरण आलोकीकरण सहित आर उन्नतीकरण कर धन्यवाद देवार अच्छी जहाँ से लोकलोचन जिन आनिले अंधारीकरण सहित आने द्वारा ही आप चैनल आसिले तो धन्यवाद दौर सी आगे आसतु आर उन्नतीकरण में चेष्टा करते।